जुंजी पूरा पहाड़ टाइप कर दीजिए ऊपर से चलो से देखा गोटा कौन कर धड़ा देख जमीदी कि ठाकुर घर कर पूरा भल लगे केमी देख एपटे शिव ठाकुर कर एपटे फूल फूल सब लगे एपटे आउटा शिव कर शिवंकर हे गाइस वेलकम बैक टू माय ब्लॉग। तो आप मान स्वागत करछि आज ब्लॉग रे फ्रेंड्स। आज ब्लॉग रे जेमति कि आज होछि शनिवार जेमति कि सब पिला माने हमर कॉल आज जेमति कि हम बेबी परी चंदन चंदन के जाइना स्कूल को आ एना हम बेबी देख माने परी खेलुछि आ चलो आज ब्लॉग रे इंटरेस्टिंग अछि आ किछि रोमांटिक अछि आ ब्लॉग को शेष जाय देखंतु। वीडियो भल लागिले तो लाइक करिवे, चैनल न होते चैनल को सब्सक्राइब करिवे। चलो आज ब्लॉग को स्टार्ट करिवा। देख एपटे आम परी आसिक खेलुँ पुणी से जगह यहाँ कौन एमती सब कौन तू आज मुहर तो हलदी मार दे हैं हलदी कहीं मार्च मुहर और देख एपटे केम सब पाल फाल पकई देती आईटी कौनटा यहाँ हूँ खड़ा जमीक ये से मैंने खेल पिला माने सब एपटे देख चांची चुंची पूरा पहाड़ टाइप कर दीजिए ऊपर से चलो से देखा गोटा कौन कर धड़ार देख कमी पहाड़ टाइप कर दीजिए पाहाच हो कि भाई ठाकुर घर पूरा कर देख जमीदी कि ठाकुर घर कर पूरा भल लगे केमी देख एपटे शिव ठाकुर कर एपटे फूल फूल सब लगे एपटे आउटा शिव कर शिवंकर सुंड ना उपरटा एपटे साप पूरा घर हो हाँ ये ठाकुर कैसे माने ठाकुर रूम किंतु भल अच्छी हाँ एपटे परी खेल बसी कहीं चाचुचु कहीं मो बेबी भी पलि आसला हाँ आम देख एपटे बेबी आसला कह तू बेबी कह हाँ खाइया खाई आइलु कौन खाइलु हाँ 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 ठाकुर कर देख ठाकुर के गोटा स्माइल सा गोटा फोटो नहीं गली बास ताक स्टोरी लगेबी एपटे आम बेबी माने परी आम गाई के मत देखला तो मार कौ अकल मत मार्ची मुझे बुझीपार देखना है मत मार्ची देख सहित गोटा भल से गोटा लगिले मार बस खबर मन मन मान मान मरचु कौन सब मत मत मारुचु छाड़ आम चलो टे खाईदबा जमी भात डाली एपटे दे भर्ता कर भर्ता माने चकड़ा चकड़ी कर रखी यहाँ शाग भजा एपटे दीदी आज खाइबा खाइबार सी देख सी प्लेट रे खाइब जमीक बड़ लोक बेटी आ मुझे आप तो जानते आमर पितल थाटे एमती कौन चिल्ले जाऊ देख चलो ये खाइबा देन वीडियो देखिए आप देख खाइबा चलो टे कितना आउ खाइबा मो दीदी जमी कर डाली आ भात जमी कर हाथ चाटी चाटी खाइबे देख हसी दौची खाइबार चिकेन कर मुंड खराब खाद्य खाइले माने मुंड खराब हो आप तार तो सबू खाइबा पूरा पूरा बेस्ट रु बेस्ट रही सब थर जमीदी कि भात हो तो
ଭାତ ତ କରିବେ ଭାଇ ଖାଇକି ମାନେ ଥରେ ଖାଇବେ 2 ଥର ଭାବିବେ। ଭାତ ଥରେ ଖାଇ 2 ଥର ଭାବିବେ ବୋକା। ଆଉ ଚିକେନ କରିବ ଯଦି ଆପଣ ତାକୁ ମସଲା ନ ଦେବେ ସେ ବିନା ମସଲାରେ ବି କରିଦବ। ନନା କଣ କହୁଛି ଅଜୁ କହୁଛି ମତେ ଏମିତି ଚିକେନ କରିବ ତାକୁ ମସଲା ନ ଦବ ସେ ବିନା ମସଲାରେ ରାନ୍ଧିଦବ। ପାଗଳ କଥା କହୁଛି କହୁଛି ଭାତ ବି ଏମିତି ରାନ୍ଧିବ ଆପଣ ଖାଇଲେ ଆପଣଙ୍କ ମୁଣ୍ଡ ଖରାପ ହେଇଯିବ। ଲୋକ କାହିଁ ଖାଇବେ ଏମିତି ଭାତ ଯୋଉଥିରେ ମୁଣ୍ଡ ଖରାପ ହେଇଯିବ। ପାଗଳ କଥା ଯେତିକି ଗପିବା ପାଇଁ ଗପି ଖାଇବା ଦେନ୍ ବ୍ଲଗ ଦେଖେଇବି ଆପଣଙ୍କୁ। ଏପଟରେ ଆମ ଗୋଟେ ଛେଳି, ଦେନ୍ 2ଟା ଛେଳି, ଦେନ୍ ସେପଟରେ ଗୋଟେ ଛେଳି ଅଛି ଦେଖ ସେଇଟା। ଆଉ ମୁଁ ଆସିଛି ଯେମିତିକି ତାଙ୍କୁ ପାଣି ଦେବାକୁ। ପାଣି ନୁହଁ ଭାଇ ଏମାନେ ଇଏ ପିଉଛନ୍ତି ପେଜ, ପିଇଦେ ମୁଁ ନେଇକି ତାକୁ ଦେବି। ପୁଣି ତୁ ଅଳ୍ପ 2ଟା ପିଇ ନେଇ ତାକୁ ଦେବି। ଇଏ ବି ପିଉଛି, ଇଏ ଟିକେ ପିଉଛି ତାକୁ ମୁଁ ଝାଡ଼ି ତୁ ପିଉନୁ ତୁ ଏମିତି କାହିଁ ହେଉଛୁ ପିଇ। ଆଉ ଦେଖ ପିଉନି କେମିତି ତା ଛାଟି ଛୁଟି ଦେଉଛି। ହଁ ପିଆ ପିଇ କିଛି କରୁନି, ଛାଟିକି ମୋ ଗୋଡ଼ ହାତ ସବୁ କ'ଣ କରିଦେଲା। ଦେଖ ଏପଟରେ ପଇଲା ପୁଣି ଏପଟରେ ପଇଲା। କହିବାକୁ ଗଲେ ଇଏ ପାଣି କହିବାକୁ ଗଲେ ଇଏ ଟୋଟାଲି ପାଣି ପିଉନି। ମୋ ହାତ ଫାତ ଦେଖ ଓ ଆଉ ଗୋଟେ ଦେଖ ଉପରେ ଚଢ଼ିଗଲାଣି। ହଁ ମୋ କ୍ୟୁଟ୍ ସାଅ ମୋ କ୍ୟୁଟ୍। ଆଉ ମୁଁ ହେଲେ ଭାଇ ଯେମିତିକି ଆନିମଲ୍ ଲଭର୍। ମୋତେ ବହୁତ ଭଲ ଲାଗେ କି ଛେଳିମାନଙ୍କୁ ପାଣି ପିଇବା ଆଉ କୁକୁରମାନଙ୍କ ସହିତ ବି ଖେଳିବା। ମୁଁ କହିବାକୁ ଗଲେ ଏଇ ରହ ତୁ ଇଏ ଦେଖ ଏଇଟା କେତେ ମାଡ଼ୁଆଟା ରେ, ଏଇଟା ମାଡ଼ୁଆଟା ସେଇଟା ବି ମାଡ଼ୁଆଟା। ଆଉଟା ପିଇବ ବୋଲି ସେପଟରେ ରହୁଛି, ତୁ ଏପଟରେ ଇଏ ମୋ ଉପରେ ଚଢ଼ି ଯାଉଛି। ତୁ ରହୁନୁ ମୁଁ ଦେଖ କାମୁଡ଼ି ଦେଲା। ତୁ ଜଲ୍ଦି ପିଇ ତାକୁ ନେଇକି ପୁଣି ଦେବି। ଇଏ ବି ପିଇଲାଣି ଦେଖ, ଇଏ ବି ପିଇବ ସେଇଟା ପିଇଲା ଆଉଟା ପଳେଇଲାଣି ସେପଟକୁ। କହିବାକୁ ଗଲେ ମୋତେ ସବୁଠାରୁ ଭଲ ଲାଗେ ଛେଳି ଜାତି। କାରଣ ଛେଳି ଜାତି ସିନା କଳି କରି ତା ଘରେ ପଶିଯିବେ, କିନ୍ତୁ ମୋତେ ବହୁତ ଭଲ ଲାଗେ ଛେଳି। ଏ ଦେଖ ଇଏ କେମିତି ହେଉଛି ପିଉନି, ତାକୁ ମୋରି ଗୋଡ଼ पे ଦେଖ ସବୁ ଛାଟି ଛୁଟି ଖରାପ କରିଦେଉଛି। ଆଉ ଗାଧେଇକି ଆସିଛି ସେଇଥିରେ ପୁଣି ଉପରେ ଏମିତି ଅବସ୍ଥା କଲେ ଆଉଥରେ ଗାଧୋଇବାକୁ ପଡ଼ିବ ବାଧ୍ୟ। ଏଇ ତୋତେ ମାରିବି ମୁଁ ଜାଣିନି। ଆଉ କହିବାକୁ ଗଲେ ମୁଁ ହେଲି ଆନିମଲ୍ ଲଭର୍। ମୋତେ ବହୁତ ଭଲ ଲାଗେ ଛେଳି ହେଉ କି କୁକୁର ହେଉ, ସବୁ ପ୍ରକାର ପ୍ରାଣୀକୁ ମୁଁ ବହୁତ ଭଲ ପାଏ। ଏଇଟା ଏମିତି ଦେଖ କେମିତି ହେଉଛି ମାଡ଼ ଖାଇବ। ଆଉ ମୋ କତିରେ ଇଏ ମାଡ଼ ଖାଇବ, ଏଇଟା ମାଡ଼ ଖାଇବ ଦେଖ ମାରିବି। ତୁ ପିଉନୁ ଭଲସେ। ଦେଖ ଏପଟରେ ମୋ ମା ଆଇଲାଣି। ଭିଡ଼ିଓ କରିଛି। ହଁ ଆଉ ଏପଟରେ ଦେଖ ମୋ ମା ଯେମିତିକି ଧାନ ନେଇକି ଯାଉଛି ଘରକୁ। ଏଇଟା କେଉଁଠୁ ମା ଆଇଲା? କାଢ଼ା ମୁଁ କରିଦେଇଥିଲି। କାଢ଼ା ସବୁ ଆଉ କଢ଼ା ମୁଁ କରିଥିଲି। ଆଉ ଯାଉନ, ମୁଁ ଯାହା ଆଇଥିଲି ଛେଳି ପିଇବାକୁ, ଛେଳି ପିଇକି ଯାଉଛି। ହଁ ଆଉ ଚାଲ, ଛେଳି ବି ପିଇ ସାରିଲେଣି। କ'ଣଟା? ଆଉ ଛେଳି ବି ପିଇ ସାରିଲେଣି। ଆଉ ଚାଲ ଯିବା। ଆଉ ସେ ବି ଦେଖୁନୁ ଏ ଯାଏଁ ପିଇନି। ସେ ତା ମୁଣ୍ଡ ପୁରେଇକି ରହିଛି, ଆଉ ପୁରା ଚାଟି ଦେଉଛି। ବାଲ୍ଟିକି ଆଉ ରଖିନି, ବାଲ୍ଟିକି କାମୁଡ଼ି ପକଉଛି। ଏତେ ଜୋର ଶୋଷ ଅଛି, କାରଣ ଖରା ବି ଜୋର ହେଉଛି। ଏ ଦେଖ ଭାଇ କେତେ ଜୋର ଖରା ହେଇଛି। ଓ ଭାଇ ସେଇ ସିଜିନ୍ ସେଥିପାଇଁ ଏଗୁଡ଼ା ପିଇ ଯାଉଛନ୍ତି। ଅଧିକ ଜୋର ଶୋଷ ଲାଗୁଛି ତ ସେଥିପାଇଁ। ଆମ ବିଲରେ ଆସିକି ସନି ଆମର ଶୋଇଛି। ସନି ହେଇ ସନି ହେଇ ଅନା ମୋତେ। ହେଇ ସନି ମୋ ପାଇଁ ରାଗିଛୁ କି? ସନି ତୁ ମୋ ପାଇଁ ରାଗିଛୁ? ଅନାଇ ତୁ ମୋ ପାଇଁ ରାଗିଛୁ କି? ଆଜି ମୋ ସହିତ କଥା ହେଉନି। ଆଉ ଦେଖ ତାର ପିଠି ସବୁ ଘା ବି ହେଇଯାଇଛି।
ମାନେ ଯାଇକି ଆଡ଼େ ସାଡ଼େ ପଶୁଛି। ଏମିତିକି ବିଲ ବାଡ଼ି ଯୁଆଡ଼େ ନାହିଁ ସିଆଡ଼େ ଯାହା ପାଉଛି ମାନେ ପୋକ ଝୋକ ଯାହା ପାଉଛି ଖାଇଯାଉଛି। ସେଥିପାଇଁ ଦେଖ ତା ଦିହ ଫିଅ ସବୁ କିନ୍ତୁ ଖଣ୍ଡିଆ ଖାବରା ହେଇଯାଇଛି। ସନି ତୁ ରାଗିଛୁ କ'ଣ ପାଇଁ ମୋ ଉପରେ କହୁନୁ? କ'ଣ ହେଇଛି ତୋର? ସନି ସନି ଖରାରେ ଆସିକି ଧଇଁ ସଇଁ ହଉଛି ହେଉଛି ଦେଖୁନ କେତେ ଜୋରରେ। ବହୁତ ଦିନ ହେଲାଣି ଯେମିତିକି ଆମ ପାଖରୁ ସେ ଯେମିତି ବହୁତ ଛୋଟ ହେଇଥିଲା, ମାନେ ଏଡ଼ିକି ଛୋଟିଆ ହେଇଥିଲା ଯେମିତି ତା ମାଆ ଜନ୍ମ ହେଇଥିଲା ସେତେବେଳେ। ଆଉ ବହୁତ ଦିନ ତଳେ ମାନେ ମୁଁ ଟିକେ ବାଗେଇକି ବସିଯାଏ ବିଲରେ ଧାନରେ ବଇଛି ୟାର। ଆଉ କହିବାକୁ ଗଲେ ଯେମିତିକି ଇଏ ଆମ ସହିତ 2014 ମସିହାରୁ ରହିଛି। ଇଏ ଯେତେବେଳେ ଛୋଟିଆଟେ ହେଇଥିଲା ଏଡ଼ିକିଟି, ସେଇ ଦିନଠୁ ଇଏ ରହିଛି ଆମ ସହିତ। ବହୁତ ଛୋଟ ହେଇଥିଲା। ତାପରେ ମାନେ ଗତ 2 ବର୍ଷ ହେଲାଣି ମାନେ ସେ କୁଆଡ଼େ ପଳେଇ ଯାଇଥିଲା। ଯେତେବେଳେ ଇଏ 2 ବର୍ଷର ହେଇଥିଲା, ଏଇ ଆମ ସନି ଯେତେବେଳେ 2 ବର୍ଷର ହେଇଥିଲା ମାନେ କୁଆଡ଼େ ପଳେଇ ଯାଇଥିଲା। ଯେମିତିକି ଆମ ଏଇ ପାଖାପାଖି ନରସିଂହପୁର ରହୁଛି, ତ ସେ କୁଆଡ଼େ ପଳେଇ ଯାଇଥିଲା, ନରସିଂହପୁର ଆଡ଼େ ରହିଥିଲା। ତାପରେ କିଛି ବର୍ଷ ପରେ ଯେମିତିକି 5-6 ମାସ ପରେ ଆମ ଗାଁକୁ ଆସିଲା। ତ ସେଇ ଦିନଠୁ ଆମେ ତାକୁ ବାନ୍ଧିକି ରଖିଦେଲୁ। ଦେନ୍ ସେ ସେଇ ଦିନଠୁ ଆମ ଗାଁରେ ରହିଛି। ଦେଖ ଏପଟରେ ଚୁପଚାପ ଏଠି ଶୋଇଛି ଆମ କତିରେ। ହଁ, ଖାଉଛି ପିଉଛି ଶୋଉଛି। ଆଉ ଆଡ଼େ ସାଡ଼େ ପଳେଇ ଯାଉଛି। ଦେଖ ତା ପିଠି ସବୁ ଘା କେମିତି କରିଦେଇଛି। ମାଡ଼ ଖାଇବୁ ରହ, ମାଡ଼ ସନି ମାଡ଼ ଖାଇବୁ ରହ। ହଁ କିନ୍ତୁ ବହୁତ ଆମ ଗାଁକୁ ଯିଏ ବି ଆସୁଛି ତାକୁ ମାନେ ଭୁକି ଭୁକି ଛାଡ଼ି ଦେଉଛି। ସେ ଆଉ ମାନେ ଦ୍ୱିତୀୟବାର କେହି ଆସିବାକୁ ଚାହିଁବେନି ଯଦି ଥରେ ଆସିବ ଆମ ଗାଁକୁ। କାରଣ ଇଏ କାମୁଡ଼ି ଦେବ। ତାକୁ ଯଦି ଥରେ ସନି ଡାକିବୁ ପୁରା ଡାକି କାମୁଡ଼ି ପକାଇବ। ହଁ, ଆଉ ଚାଲ ଯିବା। ଛେଳି ବି ପିଇ ସାରିଲାଣି। ଆଉ ଚାଲ ଯିବା। ଦେଖ ଇଏ ହେଉଛି ଆମ ଆଉ ଗୋଟେ ବିଲ, ଯେମିତିକି ଏ ବିଲରେ ବନ୍ଧା ହେଇସାରିଛି। ଏପଟରେ ବାପା ଉଠଉଛନ୍ତି, ଏପଟରେ ମମି, ଏପଟରେ ବଡ଼ ବୋଉ। ଦେଖ ଆଉ ଏଇନା ଦେଖ ସୂର୍ଯ୍ୟଙ୍କର ପ୍ୟାରା ଆସା ଭ୍ୟୁ। ୱାଓ ଭେରି ନାଇସ୍। ଦେଖ ସନ୍ଧ୍ୟା ବି ହେଇ ଆସିଲାଣି। ଏଇନା ଏଇଠି ଅଛି ମାନେ ଯେମିତିକି ଏଇନା 4:30 ହେଇଛି। ଦେଖ ଆମ ବିଲରେ ଏଇନା ଆମ ଅଧା ଯେତିକି ଅଛି ଏଇଟା ଉଠା ହେବ। ଆଜି ଉଠେଇବୁନି, ଅଳ୍ପ ଦିଟା ଅଛି ଉଠେଇ ଦେବୁ। ଦେନ୍ କାଲିକି ବନ୍ଧାବନ୍ଧି କରିବୁ, ଉଠେଇବୁ। ଏପଟରେ ବାପା ମୋର 4 ଘଣ୍ଟା ନେଇପାରିବିନି ଏତେ। ତୁ ନେଇଆ, ମୋ 4 ଦିନ। ଦେଖ ଆମେ ଗଦା ଉପରେ ଯେମିତିକି ଧାନ ପକେଇ ଦେଇଛୁ। ମାନେ 1 2 3ଟା ଟୋଟାଲ୍ ଏବେ 3ଟା ଗଦା ଆଣିଛୁ। ଯେମିତି ବାପା, ମୁଁ ଆଉ ମମି। ଦେଖ ଏପଟରେ ପାଲ ବି ନେଇ ଆସି ପକେଇ ଦେଇଛି। ଦେନ୍ କାଲି ସକାଳୁ ଯାହା ହେବ। ଆଉ ମାନେ ଆମେ ଅଧା ଉଠେଇଛୁ, ଅଳ୍ପ ଦିଟା ଉଠେଇଛୁ। ଆଉ କାଲିକି ଯିବୁ, ଯେମିତିକି ଆଉ ଯାହା ରହିଲା ଯେତିକି ଉଠେଇକି ଆଣିବୁ ଆଉ।